ଜୟ ଜଗନ୍ନାଥ। ପବିତ୍ର ଶଙ୍ଖ ଧ୍ୱନି। ଆଧ୍ୟାତ୍ମିକ ଚେତନାରେ ଶଙ୍ଖର ଧ୍ୱନିକୁ ପବିତ୍ର ବୋଲି ବିବେଚନା କରାଯାଇଛି। ସନାତନ ପରମ୍ପରାରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ଶଙ୍ଖ ବାଦନର ବିଧି ରହିଛି। ବେଦଠାରୁ ଆରମ୍ଭ କରି ପୌରାଣିକ ଶାସ୍ତ୍ର ଯଥା ମହାଭାରତ, ରାମାୟଣ ଆଦିରେ ଶଙ୍ଖ ଧ୍ୱନିର ପବିତ୍ରତା ବର୍ଣ୍ଣିତ ହୋଇଛି। ଶଙ୍ଖରୁ ସୃଷ୍ଟ ଧ୍ୱନି ଓଁକାରର ଏକ ଅଂଶ, ଯାହା ଶାନ୍ତି, ମୈତ୍ରୀ, ବିଜୟ, ଅକ୍ଷୟ ଓ ବୀରତାର ବାର୍ତ୍ତା ଦିଏ। ମହାଭାରତରେ ଉଲ୍ଲେଖ ଅଛି, ପ୍ରଭୁ ଶ୍ରୀକୃଷ୍ଣଙ୍କର ଶଙ୍ଖର ନାମ ପଞ୍ଚଜନ୍ୟ ଏବଂ ଅର୍ଜୁନଙ୍କ ଶଙ୍ଖର ନାମ ଦେବଦତ୍ତ। ସେହିପରି ଭଗବାନ ବିଷ୍ଣୁଙ୍କ ଚାରି ଆୟୁଧ ମଧ୍ୟରୁ ଶଙ୍ଖ ଅନ୍ୟତମ ଭାବେ ଦଣ୍ଡାୟମାନ, ଯାହା ଶଙ୍ଖାସୁର ନାମକ ଅସୁରର ଅସ୍ଥିରୁ ନିର୍ମିତ ହୋଇଥିବାର ପୌରାଣିକ ଗାଥା ରହିଛି। ଶ୍ରୀବିଷ୍ଣୁଙ୍କ କଳିଯୁଗ ଅବତାର ପୁରୁଷୋତ୍ତମ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିବାସ ସ୍ଥାନ ପବିତ୍ର ଶ୍ରୀକ୍ଷେତ୍ର ପୁରୀର ଭୌଗୋଳିକ ଆକୃତି ଶଙ୍ଖ ସଦୃଶ ହୋଇଥିବା କାରଣରୁ ତାହାକୁ ଶଙ୍ଖକ୍ଷେତ୍ର ବୋଲି ନାମକରଣ କରାଯାଇଛି। ଏଥିରୁ ଜଣାଯାଏ ଯେ ଆଧ୍ୟାତ୍ମିକ ପରମ୍ପରା ସହ ଶଙ୍ଖର ସମ୍ପର୍କ କାହିଁକି ଓ ଆଦିମ କାଳରୁ ରହିଆସିଛି। ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ଶଙ୍ଖ ଫୁଙ୍କିବା ଦ୍ୱାରା ଶାରୀରିକ ଏବଂ ମାନସିକ ବିକାଶ ହୋଇଥାଏ। ଏହା ପ୍ରାଣାୟାମର ଏକ ବିଶେଷ ପ୍ରକ୍ରିୟା, ଯେଉଁଥିରେ ଶ୍ୱାସତନ୍ତ୍ରର ମାଂସପେଶୀଗୁଡ଼ିକ ଶକ୍ତ ହେବା ସହ ଫୁସ୍ଫୁସ୍ର ବ୍ୟାୟାମ ହୋଇ ତାହା ସୁସ୍ଥ ରୁହେ। ଶଙ୍ଖ ଫୁଙ୍କିବା ସମୟରେ ଗଳା ଉପରେ ଏକ ସକାରାତ୍ମକ ଚାପ ପଡ଼େ, ଯାହା ସ୍ୱର ପେଟିକାକୁ ସୁସ୍ଥ ରଖିବା ସହ ଗଳା ସଂକ୍ରମଣକୁ ରୋକିଥାଏ। ବୈଜ୍ଞାନିକମାନେ ଏକଥା ମଧ୍ୟ ପ୍ରମାଣିତ କରିଛନ୍ତି ଯେ ଶଙ୍ଖ ଧ୍ୱନିରେ ଏପରି ଶକ୍ତି ନିହିତ ଅଛି, ଯାହା କ୍ଷତିକାରୀ ଅଣୁଜୀବମାନଙ୍କୁ ନାଶ କରେ। ସେଥିପାଇଁ ଆମେ କରୋନା କାଳରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଶଙ୍ଖ ବାଦନ କରିଥିଲୁ। ଶଙ୍ଖର ଆକୃତି ସର୍ପିଳ ଏବଂ ଏହାକୁ ଦୀର୍ଘଶ୍ୱାସ ନେଇ ଫୁଙ୍କିଲେ ଅନୁନାଦ ମାଧ୍ୟମରେ ଏକ ଗମ୍ଭୀର ଧ୍ୱନି ବାହାରେ, ଯାହା ଭାବଶକ୍ତିକୁ ଐକକେନ୍ଦ୍ରିକ କରି ସ୍ନାୟୁତନ୍ତ୍ରକୁ ଉନ୍ନତ କରେ। ବିଶେଷ କରି ଶ୍ୱାସଜନିତ ସମସ୍ୟାରେ ପୀଡ଼ିତ ଥିବା ବ୍ୟକ୍ତି ଶଙ୍ଖ ବଜାଇଲେ ଅନେକ ଉପଶମ ପାଆନ୍ତି। ତେଣୁ ଶଙ୍ଖ ଧ୍ୱନିର ଗୁରୁତ୍ୱକୁ ବୁଝି ତାହାକୁ ଜୀବନର ନୈତିକ କର୍ମ ରୂପେ ଆପଣାନ୍ତୁ ଏବଂ ଛୋଟ ଛୋଟ ପିଲାଙ୍କୁ ଦୈନିକ ଶଙ୍ଖ ଫୁଙ୍କିବା ପାଇଁ ପ୍ରେରଣା ଦିଅନ୍ତୁ। ଜୟ ଜଗନ୍ନାଥ।